ଯେଉଁ ଭଦ୍ର ବ୍ୟକ୍ତି ଅଭଦ୍ର ଭାବରେ ଯାଇକି ଗାଁରେ ଲୋକମାନଙ୍କୁ କହୁଛି ଚାଉଳ ମୋଦି ଦଉଛି କି ନବୀନ ଦଉଛି, ତାକୁ ଥରେ ରେସନ କାର୍ଡ ବହିଟାକୁ ଟିକେ ଦେଖାନ୍ତୁ, ଯୋଉ ଲେଖା ହେଇଛି ଖାଉଟି ସାମଗ୍ରୀ ବିତରଣ ପୁସ୍ତିକା। ସେଇ ପୁସ୍ତିକାଟାକୁ ତାକୁ ଟିକେ ଦେଖେଇ ଦିଅନ୍ତୁ। ସେଠି ଲେଖା ହେଇଛି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013। ତାହେଲେ 2013 ମସିହାରେ ମୋଦି ସରକାର ନଥିଲା, ଥିଲା ମନମୋହନ ସିଂ ସରକାର। ତେଣୁ ମନମୋହନ ସିଂ ସରକାରଙ୍କର ଖାଦ୍ୟ ସୁରକ୍ଷା ଆଇନ ଯୋଗୁଁ ଚାଉଳ ତମେ ପାଉଛ। ଇଏ ଶ୍ୱଶୁର ପୁଅ ଯାଇକିରି କହୁଛନ୍ତି ଅଭଦ୍ରଙ୍କ ଭଳିଆ ମୋଦି ଦଉଛି। ଏମିତି ଦିଆ ଇଏ ମାରଟା ନଗଉ ନାହିଁ, ଗୋଟେ ଖରାପ ଭାବିବେ, କିନ୍ତୁ ଭାରି ଇଚ୍ଛା ହଉଛି ସୁଧିବା ପାଇଁ। କିନ୍ତୁ କଣ କରିବା, କଂଗ୍ରେସ ପରା ସ୍କୁଲ କଲେଜ କରିକିରି ଛୁଆଙ୍କୁ ପାଠ ପଢେଇଛି ନା। ତେଣୁ ସେଇ ସ୍କୁଲ କଲେଜରେ ପଢିକି ଆସିକି ଭାଷାଟା ୟୁଜ କରିବାକୁ ବିବେକ